ସବୁ ଭାଇମାନଙ୍କୁ ଭଉଣୀମାନଙ୍କୁ ଜୟ ଜଗନ୍ନାଥ ସମସ୍ତଙ୍କୁ ଜୟ ହିନ୍ଦ। ଓଡ଼ିଶା ପୁଲିସର ସିଗ୍ନାଲ ଆଉ କମ୍ୟୁନିକେସନରେ ଯେଉଁ କନଷ୍ଟେବଳ ରିକ୍ରୁଟମେଣ୍ଟ ହୋଇଥାଏ ତା ବିଷୟରେ କିଛି ଆଜି ଆଲୋଚନା କରିବା। ନୂଆ ଅପଡେଟ୍ ରହିଛି। ତ ଅପଡେଟ୍ ହେଉଛି କ'ଣ କି ଓଡ଼ିଶା ପୁଲିସର ସିଗ୍ନାଲ ଯେଉଁ ରହିଛି ସିଗ୍ନାଲ ଅଫିସରୁ ଗୋଟେ ଚିଠି ଆସିଛି। ଏ ଚିଠିଟି ଲେଟର ନମ୍ବର 108 ରିଜର୍ଭ ଅଫିସରୁ ଡେଟେଡ୍ 10/1/2025 ରହିଛି। ଚିଠିଟି ପଠା ହେଇଛି ଆଡ଼ିସନାଲ ଡିଜିଙ୍କୁ ପଠାଯାଇଛି। ଆଡ଼ିସନାଲ ଡିଜି ଅଫ୍ ପ୍ରୋଭିଜନିଂ ତାର ଥ୍ରୁ ଆଇଜି ଅଫ୍ ପୋଲିସ କମ୍ୟୁନିକେସନ୍। ଆପଣଙ୍କର ଆଇଜି ହେଉଛନ୍ତି କମ୍ୟୁନିକେସନ୍ ବା ଆପଣମାନଙ୍କର ଯେମିତିକି ସିଗ୍ନାଲର ହେଉଛନ୍ତି ଆଇଜିଙ୍କ ଥ୍ରୁରେ ଥାଏ। ତ ଏଇ ଯେଉଁ ହେଉଛି ଲେଟରଟି ହେଇଛି ଗ୍ରେଡେସନ୍ ଲିଷ୍ଟ ଅଫ୍ କନଷ୍ଟେବଳ କମ୍ୟୁନିକେସନ୍ ଇନ୍ ସିଗ୍ନାଲ ଏଷ୍ଟାବ୍ଲିଶମେଣ୍ଟ। ଯେଉଁ କନଷ୍ଟେବଳ ମାନେ ଅଛନ୍ତି, ଯେଉଁମାନେ ପୁରୁଣା କନଷ୍ଟେବଳ ମାନେ ତାଙ୍କର ସିରିଏଲଟି କରାଯାଇଛି, ସିନିୟରଟି ବାହାର କରାଯାଇଛି। ସେମାନେ କିଏ କେଉଁ ସିରିଏଲରେ ଅଛନ୍ତି ଯାହାକି ଆଗାମୀ ଭବିଷ୍ୟତରେ ପ୍ରମୋସନ୍ ହୋଇଥାଏ। ଯେମିତିକି ଆପଣମାନେ ଜାଣିଛନ୍ତି ଓଡ଼ିଶା ପୁଲିସର କମ୍ୟୁନିକେସନ୍ ସିଗ୍ନାଲ ଯେଉଁ କନଷ୍ଟେବଳରେ ଓମେନ୍ ହେଉ କିମ୍ବା ମେଲ୍ ହେଉ ଯେଉଁ ରିକ୍ରୁଟମେଣ୍ଟ ହେଇଥାଏ ଏଥିରେ +2 ଆଉ ସାଇନ୍ସ ମାଗିଥାଏ। +2 ସାଇନ୍ସ ପିଲାମାନେ ହିଁ ଏଠାରେ ଆପ୍ଲାଏ କରିଥାନ୍ତି। ତ ଏମାନଙ୍କର ଆଉ ଡାଇରେକ୍ଟ ପ୍ରମୋସନ୍ ଏଏସ୍ଆଇ ସିଗ୍ନାଲ ହେଇଥାଏ। ଏଏସ୍ଆଇ ସିଗ୍ନାଲକୁ ଏମାନେ ଡାଇରେକ୍ଟ ପ୍ରମୋସନ୍ ପାଇଥାନ୍ତି। ତା ଭିତରେ ଏମାନଙ୍କର ନା ଲାନ୍ସ ନାୟକ ନା ହାବିଲଦାର କିଛି ନଥାଏ। ଡାଇରେକ୍ଟ କନଷ୍ଟେବଳରୁ ଏମାନଙ୍କୁ ପ୍ରମୋସନ୍ ଡାଇରେକ୍ଟ ସିଗ୍ନାଲ ଏଏସ୍ଆଇକୁ ଦିଆଯାଇଥାଏ। ତ ସବଜେକ୍ଟ ଯେଉଁ ରହିଛି ଏଇଟା ହେଉଛି ଆମର ଷ୍ଟେଟ୍ ପୋଲିସ ହେଡ଼କ୍ୱାର୍ଟର ତାର ମାଗିଥିଲା ଯେ ଆପଣ ତାଙ୍କର କ'ଣ ରହିଛି ଯେ ଟେଣ୍ଟେଟିଭ୍ ଗ୍ରେଡେସନ୍ ଲିଷ୍ଟ ମଗା ହେଇଥିଲା, ଯେଉଁଥିରେ କି କୌଣସି ଭାଇମାନେ ବି 3/12/24ରେ ସୁଦ୍ଧା କେହି ଅବଜେକ୍ସନ୍ କରିନାହାନ୍ତି କୌଣସି ପିଲାମାନେ। ତ ଏମାନଙ୍କର ସିରିଏଲଟି ପଡ଼ିଛି। ଏମାନେ ସିରିଏଲ ଅନୁସାରେ ଯଦି ଯେତେ ଏଏସ୍ଆଇ ପୋଷ୍ଟ ସିଗ୍ନାଲରେ ଭାକାନ୍ସି ହେବ ସେମାନଙ୍କ ପାଇଁ ଯଦି ବୋର୍ଡ଼ ବସିବ ତ ସେମାନଙ୍କୁ ପ୍ରମୋସନ୍ ଦିଆଯିବ। ତ ଏଇଟା କହିବାର ଉଦ୍ଦେଶ୍ୟ ହେଇକି ଯେ ଆପଣମାନଙ୍କର 2-3 ବ୍ୟାଚ୍ ଏମାନଙ୍କର କନଷ୍ଟେବଳରୁ ଏଏସ୍ଆଇ ହେଇସାରିଲେଣି। ତା ଭିତରେ ଆପଣମାନଙ୍କର ଲେଡ଼ିଜ୍ ଆଉ ଜେଣ୍ଟସ୍ ଯେଉଁମାନେ ମେଲ୍ ଆଉ ଓମେନ୍ କନଷ୍ଟେବଳ ମାନଙ୍କ ପାଇଁ ଭାକାନ୍ସି ବହୁତ ଅଛି। ଏଇଠି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଆମର ସିଗ୍ନେଚର ରହିଛି। ତାପରେ ଆପଣ ଚାଲନ୍ତୁ ଦେଖିବା ଏ ଯେଉଁ କପି ଏନକ୍ଲୋଜ୍ କରାହେଇଛି ଗ୍ରେଡେସନ୍ ଲିଷ୍ଟରେ। ଗ୍ରେଡେସନ୍ ଲିଷ୍ଟ ଅଫ୍ କମ୍ୟୁନିକେସନ୍ 10/25 ସୁଦ୍ଧା ନାଁ କ'ଣ ରହିଲା ଜିତୁ ସାମଲ 1 ନମ୍ବରରେ ଅଛନ୍ତି। ଏସି କ୍ୟାଟାଗୋରୀର ମେଲ୍, ତାଙ୍କର ଡେଟ୍ ଅଫ୍ ବାର୍ଥ 89, ସେ କଟକ ହୋମ୍ ଡିଷ୍ଟ୍ରିକ୍ଟ। ତ ସେ ଡେଟ୍ ଅଫ୍ ଆପଏଣ୍ଟମେଣ୍ଟ 2013ରେ ସେ ଆପଏଣ୍ଟମେଣ୍ଟ ହେଇଥିଲେ। ଆପଣଙ୍କର ପାସିଂ ବେସିକ୍ କୋର୍ସ କରିଥିଲେ 2014ରେ ଟ୍ରେନିଂ ପାସ୍ କରିଥିଲେ। VHF ଆଣ୍ଡ କମ୍ପ୍ୟୁଟରର ଗୋଟେ କୋର୍ସ ଥାଏ ତାଙ୍କର VHF ଆଉ କମ୍ପ୍ୟୁଟର ଫାମିଲିଏସନ୍ କୋର୍ସ ଅଫ୍ ଟ୍ରେନିଂରେ ସେ 21 ମସିହାରେ ଏଟା କୋର୍ସ। ଯେମିତିକି ଆପଣମାନେ ସମସ୍ତେ ଜାଣିଛନ୍ତି 2013ରେ କମ୍ୟୁନିକେସନ୍ ସିଗ୍ନାଲରେ କନଷ୍ଟେବଳ ଭର୍ତ୍ତି ହେଇଥିଲା ଏବଂ ରିକ୍ରୁଟମେଣ୍ଟ ନୋଟିଫିକେସନ୍ ଆସିଥିଲା। ତାପରେ ନେକ୍ସଟ ଆପଣ 21-22ରେ ଆସିଥିଲା। ତ ଆପଣମାନେ ଜାଣିଥିବେ +2 ସାଇନ୍ସ ମାଗୁଛି। ତା ସେଇ ରିଗାର୍ଡ଼ିଂରେ ଆପଣଙ୍କର ଯଦି ଭାକାନ୍ସି ଅଛି ତ ମୋତେ ଲାଗୁଛି ଆଉ 2-3 ଛେକେ ଆପଣଙ୍କର ଆସି ସାରିଲାଣି, ପ୍ରମୋସନ୍ ନେଇସାରିଲାଣି, ଏଏସ୍ଆଇ ପାଇସାରିଲାଣି। ଆହୁରି ଏଇ ଯେଉଁ ରିଗାର୍ଡ଼ିଂ ଯେଉଁ ଗ୍ରେଡେସନ୍ ଲିଷ୍ଟ ମଗା ହେଇଛି ଆ ଦେହରେ ମଧ୍ୟ କିଛିଟା ବୋର୍ଡ଼ ବସିବାର ବହୁତ ସମ୍ଭାବନା ରହିଛି, ଯାହାଫଳରେ କି ଏମାନଙ୍କୁ ମଧ୍ୟ ପାଖାପାଖି 20ରୁ 50 ଜଣ ଲୋକଙ୍କୁ ପ୍ରମୋସନ୍ ଦିଆଯିବ। ଜିତୁ ଭାଇ ଆମର 1 ନମ୍ବରରେ ରହିଛନ୍ତି। ସେମିତି ତ ଏମାନଙ୍କୁ ତାହେଲେ ଭାକାନ୍ସି ଆସିଲେ ପୁଣି ଗଭର୍ଣ୍ଣମେଣ୍ଟକୁ ପ୍ରପୋଜାଲ୍ ଯିବ ଯେ ଯେଉଁ କମ୍ୟୁନିକେସନ୍ ସିଗ୍ନାଲ ରହିଛି ସେଥିରେ କନଷ୍ଟେବଳମାନଙ୍କ ପାଇଁ ଏଥିରେ ଉଭୟ ପୁରୁଷ ଏବଂ ମହିଳାମାନେ ଥାଆନ୍ତି। ତ ସେଥିପାଇଁ ରିକ୍ରୁଟମେଣ୍ଟ ହେବା ପାଇଁ ନ୍ୟୁ ରିକ୍ରୁଟମେଣ୍ଟର ନୋଟିଫିକେସନ୍ ଆସିପାରେ। ତ ଆପଣମାନେ ରେଡ଼ି ଥିବେ ଏବଂ ଅପଡ଼େଟ୍ ରହୁଥିବେ ଯେ ମୁଁ ନିହାତି ଆପଣମାନଙ୍କର ଯଦି ଅପଡ଼େଟ୍ କିଛି ଆସେ, ଆପଣମାନେ ଯେଉଁମାନେ ଅନେଇ ବସିଥିବେ ସିଗ୍ନାଲ କମ୍ୟୁନିକେସନରେ ଚାକିରି କରିବା ପାଇଁ, ଯେଉଁମାନଙ୍କର ଗୋଟେ ସ୍ୱପ୍ନ ଥିବ ଯେ ଓଡ଼ିଶା ପୋଲିସରେ ସିଗ୍ନାଲରେ କିମ୍ବା କମ୍ୟୁନିକେସନରେ ମୁଁ ଚାକିରି କରିବି ଏବଂ ଶୀଘ୍ର ଏଏସ୍ଆଇ ହେବି। ଆ ଦେହରେ ଶୀଘ୍ର ଏଏସ୍ଆଇ ଯେଉଁମାନେ 2013ରେ ଥିଲେ ସେମାନେ ପ୍ରାୟ 2020-21 ପରଠାରୁ ସେମାନେ ଏଏସ୍ଆଇ ହେଇସାରିଲେଣି। 3ଟା ବ୍ୟାଚ୍ ଏଏସ୍ଆଇ ସେମାନଙ୍କର ସରିଲାଣି। ତ ଚିନ୍ତା କରନ୍ତୁ ଆପଣଙ୍କର ଜଲ୍ଦି ଆ ଦେହରେ ଏଏସ୍ଆଇ ଅଫ୍ ସିଗ୍ନାଲ ଅଫ୍ ପୋଲିସ ପାଉଛନ୍ତି।